ଗୋଟିଏ ପ୍ରେତ କେବେ କ'ଣ ପ୍ରତିଶୋଧ ନେଇପାରେ? ଜୀବିତ ଅବସ୍ଥାରେ ଭୋଗ କରିଥିବା କିଛି ଅନ୍ୟାୟ ଘଟଣାକୁ ମୃତ୍ୟୁ ପରେ କ'ଣ ମନେ ରଖିପାରେ? ଆଜ୍ଞା ହଁ, କିଛି ଉଚ୍ଚ ସଂସ୍କାର ଧର୍ମୀ ଜୀବାତ୍ମା ଅଛନ୍ତି, ଯେଉଁମାନେ ମରିଯିବା ପରେ ମଧ୍ୟ ଜୀବଦଶାରେ ଭୋଗିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ମନେ ରଖିପାରନ୍ତି। କେବଳ ସେତିକି ନୁହେଁ, ଏମାନେ ଯଦି ମୃତ୍ୟୁ ଲାଭ କରିବାର ଅଳ୍ପ ଦିନ ଭିତରେ କେଉଁଠାରେ ମାନବ ଜନ୍ମ ପାଇଯାଆନ୍ତି, ତାହେଲେ ମଧ୍ୟ ନିଜର ପୂର୍ବଜନ୍ମ ଘଟଣା ମନେ ପକାଇ କହିପାରନ୍ତି, ଆମେ ଏମାନଙ୍କୁ ଜାତିସ୍ମର ଭାବରେ ଜାଣୁ। ଆସନ୍ତୁ ତାହେଲେ ଜାଣିବା ଏହିଭଳି ଏକ ଆତ୍ମାର କାହାଣୀ, ଯିଏକି ଏକ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥିବା ନିଜ ପୁତ୍ରର ବିଚ୍ଛେଦ ସହି ନ ପାରି ଶେଷରେ ନିଜର ଆତ୍ମବଳି ଦେଇ ଶରୀର ତ୍ୟାଗ ପରେ ପ୍ରେତ ଯୋଗିନୀରେ ପ୍ରବେଶ କରି ନିଜ ପୁତ୍ର ହତ୍ୟାର ପ୍ରତିଶୋଧ ନେବାର ସକ୍ଷମ ହେଲା। ଦୀର୍ଘ 35 ବର୍ଷ ପୋଲିସ ଚାକିରି ଜୀବନରେ ଅନେକ କ୍ରିଟିକାଲ କେସ୍ର ସମାଧାନ କରିଛି। ଅନେକ ଗୁଡ଼ିଏ ଜଟିଳ କେସ୍ କ୍ରାଇମ ବ୍ରାଞ୍ଚ ସହାୟତାରେ ମଧ୍ୟ ସମାଧାନ ହୋଇଛି। ମାତ୍ର ଏବେ ମୁଁ ଯେଉଁ କେସ୍ ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛି, ସେ କେସ୍ଟିର ସମାଧାନ ପାଇଁ ସମସ୍ତ ଚେଷ୍ଟା ଓ ପରିଶ୍ରମ ବିଫଳ ହେଲା। ଫାଇଲଟିକୁ ଶେଷରେ କ୍ଲୋଜ୍ କରିବାକୁ ପଡ଼ିଲା। ମୋର ନୂଆ ନୂଆ ASIରୁ ସବ୍ ଇନ୍ସପେକ୍ଟର ପୋଷ୍ଟକୁ ପ୍ରମୋଶନ ସହିତ ଏକ ନୂଆ ସ୍ଥାନକୁ ବଦଳି ହୋଇଥାଏ। ମୁଁ ନୂଆ ନୂଆ ବିବାହ ମଧ୍ୟ କରିଥାଏ। କ୍ୱାର୍ଟର ମିଳିବା ଓ ସେଟେଲ ହେବାରେ 3-4 ଦିନ ଲାଗିଗଲା। ଜଏନ୍ କରିସାରି ଗାଁକୁ ଯାଇ ସ୍ତ୍ରୀକୁ ଧରି ଫେରିଲି। ତା ପରଦିନ ସକାଳୁ ଷ୍ଟେସନରେ ଜଏନିଂ କରିସାରି ନିଜ ସିଟ୍ରେ ବସି ଚା ଟିକେ ପିଉଛି। ସାର୍, IIC ମୋତେ ଡକାଇଲେ। ପ୍ରାଇମେରୀ ରିପୋର୍ଟ ମୁତାବକ ମୋତେ ଏକ ମର୍ଡର କେସ୍ର ତଦନ୍ତ କରିବା ପାଇଁ ପ୍ରାୟ 10 କିଲୋମିଟର ଦୂର ଏକ ଗାଁକୁ ଯିବାକୁ ହେବ। ଥାନାରେ ଭ୍ୟାନ୍ ଗୋଟିଏ ଥିବାରୁ ମୁଁ ଜଣେ କନେଷ୍ଟବଳଙ୍କୁ ସାଙ୍ଗରେ ଧରି ବାଇକ୍ରେ ବାହାରିଗଲି। ଗ୍ରାମଟିର ନାମ ଥିଲା ଗୋବିନ୍ଦପୁର। ଗ୍ରାମରେ 150 ପାଖାପାଖି ପରିବାର ବାସ କରନ୍ତି। ଅଧିକାଂଶ ପରିବାର ଖଣ୍ଡାୟତ ଥିଲେ। ଘଟଣାସ୍ଥଳରେ ସେଠାରେ ଗ୍ରାମରକ୍ଷୀ ଓ ଜଣେ ହୋମଗାର୍ଡ ପୂର୍ବରୁ ଉପସ୍ଥିତ ଥିଲେ। ସ୍ପଟରେ ପହଞ୍ଚି ଦେଖିଲି ଜଣେ ଯୁବକ ନିଜ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି। ଆଖପାଖରେ କିଛି କୌତୂହଳୀ ଗ୍ରାମବାସୀ ଉପସ୍ଥିତ ଥିଲେ। ପୋଲିସ ଫଟୋଗ୍ରାଫର ଆସି ତାଙ୍କ କାମ କରିବା ଭିତରେ ମୁଁ 1-2 ଜଣ ଗ୍ରାମବାସୀଙ୍କ ସହ କଥା ହେବାକୁ ଚେଷ୍ଟା କଲି। ଆମକୁ ଦେଖି ସେମାନେ ଯଥାସମ୍ଭବ ଦୂରତ୍ୱ ରକ୍ଷା କରୁଥିଲେ। ଶେଷରେ ଗ୍ରାମରକ୍ଷୀ ସହାୟତାରେ 2 ଜଣ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଲା କି ଯୁବକଟି ସ୍ଥାନୀୟ ମନ୍ଦିରର ପୂଜକଙ୍କର ଏକମାତ୍ର ପୁତ୍ର, ନା ପ୍ରଦୀପ। ପୂଜକଙ୍କର ନାମ ଗଣନାଥ ମିଶ୍ର ଓ ସେ ଏଠାକାର ସ୍ଥାୟୀ ବାସିନ୍ଦା ନୁହନ୍ତି। ବାହାରୁ ଆସି ଏଠାରେ ରହି ଗ୍ରାମବାସୀଙ୍କ ସହମତିରେ ସ୍ଥାନୀୟ କାଳୀ ମନ୍ଦିରରେ ପୂଜକ ଭାବେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଅଞ୍ଚଳରେ ପଣ୍ଡିତ ଭାବରେ ଜଣାଶୁଣା। ପଣ୍ଡିତଙ୍କର ପରିବାର କହିଲେ ଏକମାତ୍ର ପୁତ୍ର। ସ୍ତ୍ରୀଙ୍କର ବହୁତ ପୂର୍ବରୁ ସ୍ୱର୍ଗବାସ ହୋଇଯାଇଛି। ଘଟଣାଟି ଏକ ପ୍ରେମ ଜନିତ ବ୍ୟାପାର ହୋଇପାରେ। ଏହାଠାରୁ ଅଧିକ କିଛି ତଥ୍ୟ ମିଳିପାରିଲା ନାହିଁ। ଶବକୁ ପୋଷ୍ଟମର୍ଟମ କରିବାକୁ ପଠାଇ ସାରି ଆଖପାଖ ଅଞ୍ଚଳ ବୁଲି ଦେଖିଲି। ସେଠାରୁ ପ୍ରାୟ 100 ମିଟର ଦୂରରେ 2ଟି ବିଦେଶୀ ମଦ ବୋତଲ, କିଛି ପ୍ଲାଷ୍ଟିକ ଗ୍ଲାସ ଓ କିଛି ସିଗାରେଟର ତରପୋଡ଼ା ଅଂଶ ପଡ଼ିଥିଲା।
ପରିସ୍ଥିତିର ଏକ ମୋଟାମୋଟି ଧାରଣା ନେଇ ଥାନାକୁ ଫେରିଲି। ଡାଏରୀ ଲେଖା ସାରି ସାର୍ଙ୍କୁ କେସ୍ର ପ୍ରୋସିଡିଂ ରିପୋର୍ଟ ଦେଇସାରି କ୍ୱାର୍ଟରକୁ ଫେରିଲି। କେସ୍ଟି ବିଭିନ୍ନ ପାର୍ଶ୍ୱରୁ ଚିନ୍ତା କରିବା ପରେ ମୋର ଅନୁମାନ ଆତ୍ମହତ୍ୟା ଅପେକ୍ଷା ହତ୍ୟା ଉପରେ ଅଧିକ କେନ୍ଦ୍ରୀଭୂତ ହେଉଥିଲା। ପୂର୍ବକଥିତ ମର୍ଡର କେସ୍ଟି ଏକ ସୁଚିନ୍ତିତ ହତ୍ୟା ହୋଇଥିଲେ ମଧ୍ୟ ତାହାକୁ ପ୍ରମାଣ କରିବା କଷ୍ଟକର ଥିଲା। ଯୁବକଟିର ପିତା ସେ ସମୟରେ ଗ୍ରାମରେ ଉପସ୍ଥିତ ନଥିଲେ। ଘଟଣାଟି ଘଟିବାର 2 ଦିନ ପୂର୍ବରୁ ସେ ନିଜ ଗ୍ରାମକୁ ଯାଇ ଏପର୍ଯ୍ୟନ୍ତ ଫେରି ନଥିଲେ। ଅବଶ୍ୟ ତାଙ୍କ ପାଖକୁ ଖବର ପଠାଯାଇଥିଲା। ସେ ଫେରିବା ମାତ୍ରେ ମୋତେ ଦେଖା କରିବାକୁ ଗ୍ରାମରକ୍ଷୀକୁ କହିଥିଲେ। ଏହା ମଧ୍ୟରେ ଆଉ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଲା। ଯୁବକଟି ଅବିବାହିତ ଓ ଉଚ୍ଚଶିକ୍ଷିତ ଥିବା ସହିତ ସହରରେ କୌଣସି ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲା। ଏଥିସହ ଗ୍ରାମର ସରପଞ୍ଚଙ୍କ ଝିଅ ସହ ଅଫେୟାର ମଧ୍ୟ ଚାଲିଥିଲା। ଉକ୍ତ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଗ୍ରାମରେ ପୂର୍ବରୁ 2 ଥର ପଞ୍ଚାୟତ ମଧ୍ୟ ବସି ସାରିଥିଲା। ସରପଞ୍ଚ ଓ ତାଙ୍କର ପରିବାର ଏସବୁର କଡ଼ା ବିରୋଧ କରୁଥିଲେ। ପରଦିନ ଅପରାହ୍ନରେ ନିଜ କ୍ୱାର୍ଟର ସଂଲଗ୍ନ ବାରଣ୍ଡାରେ ବସି ଚା ପିଉଛି। ଗ୍ରାମରକ୍ଷୀ ଉକ୍ତ ଯୁବକଟିର ପିତା ଅର୍ଥାତ୍ ପଣ୍ଡିତକୁ ସାଙ୍ଗରେ ଆଣି ମୋ ପାଖକୁ ଆସିଲେ। ବୟସ 50ରୁ 55 ଭିତରେ ହେବ। ଉକ୍ତ ବୃଦ୍ଧଙ୍କୁ ଦେଖିଲେ ମନରେ ଶ୍ରଦ୍ଧା ଓ ଭକ୍ତିଭାବ ସୃଷ୍ଟି ହେଉଥାଏ। ମୁଁ ସେହି ଭଦ୍ରଲୋକଙ୍କୁ ବସିବାକୁ କହିଲି। ପୁତ୍ର ମୃତ୍ୟୁର ଗଭୀର ପ୍ରଭାବ ପଡ଼ିଥିଲା ଭଳି ମନେ ହେଉଥିଲା। ତଥାପି ଭଦ୍ରବ୍ୟକ୍ତି ସଂଯତ ରହି ମୋ ପ୍ରଶ୍ନର ଉତ୍ତର ଦେଉଥିଲେ। 2ଟି ନୂତନ ତଥ୍ୟ ବ୍ୟତୀତ ଆଉ ସବୁ ପୁରୁଣା କଥାର ପୁନରାବୃତ୍ତି ଥିଲା। ତଥ୍ୟ 2ଟି ହେଉଛି, ପ୍ରଥମଟି ହେଉଛି ସରପଞ୍ଚ ଓ ତାଙ୍କ ପରିବାର ତରଫରୁ ବାରମ୍ବାର ହତ୍ୟା ଧମକ ମିଳିବା। ଦ୍ୱିତୀୟ, ପୁଅର ଆତ୍ମହତ୍ୟା କଲା ଭଳି ମାନସିକତା ନଥିଲା। ଅନ୍ୟ ଅର୍ଥରେ ଯୁବକ ଜଣକ ମାନସିକ ସ୍ତରରେ ବେଶ୍ ଦୃଢ଼ ଥିଲେ। ପଣ୍ଡିତେ ଅତ୍ୟନ୍ତ ଚିନ୍ତିତ ଥିଲେ ତଥା ହତ୍ୟାକାରୀମାନଙ୍କୁ ଖୋଜି ବାହାର କରିବାକୁ ଓ ଦଣ୍ଡର ବ୍ୟବସ୍ଥା କରିବାକୁ ମୋତେ ବାରମ୍ବାର ଅନୁରୋଧ କରୁଥିଲେ। ତାଙ୍କୁ ଯଥାସମ୍ଭବ ଆଶ୍ୱାସନା ଦେଇ ବିଦାୟ ଦେଲି। ପୋଷ୍ଟମର୍ଟମ ରିପୋର୍ଟ ଓ ପାରିପାର୍ଶ୍ୱିକ ପ୍ରମାଣକୁ ନେଇ ମର୍ଡର କେସ୍ ରୁଜୁ ହେଲା ଓ ତଦନ୍ତ ଚାଲୁ ରହିଲା। ସରପଞ୍ଚ ଓ ତାଙ୍କର 2 ପୁଅ ତଥା ଗ୍ରାମର ଅନ୍ୟ ଜଣେ ଯୁବକ ନାମରେ ସେକ୍ସନ ଲଗାଇ ଚାର୍ଜସିଟ୍ ପ୍ରୋସିଡ୍ ହେଲା। ମୋଟିଭ କ୍ଲିୟର ଥିଲେ ମଧ୍ୟ ଆହୁରି ପ୍ରମାଣର ଆବଶ୍ୟକତା ଥିଲା। ଅପରାଧୀମାନଙ୍କୁ ପୋଲିସ କଷ୍ଟଡିକୁ ଆଣିବା ପରେ ମଧ୍ୟ ରାଜନୈତିକ ପ୍ରେସର ହେତୁ ବିଶେଷ କିଛି ଲାଭ ହେଲା ନାହିଁ। ଏହା ମଧ୍ୟରେ ମୁଁ ଗୋଟିଏ ଛୋଟିଆ ଗୁଜବ ଶୁଣିବାକୁ ପାଇଲି। ସେହି ଗ୍ରାମର ଗୋଟିଏ ଝିଅ ଦେହରେ ପଣ୍ଡିତଙ୍କର ପୁଅର ଭୂତ ସବାର ହୋଇଛି ଓ ତା ନିଜ ମୃତ୍ୟୁ ବିଷୟରେ ବହୁତ କଥା ଗପୁଛି। ଏସବୁରେ ମୋର ବିଶ୍ୱାସ ନଥିଲେ ମଧ୍ୟ ଘଟଣାଟି ଉପରେ ନଜର ରଖିବାକୁ ଗ୍ରାମରକ୍ଷୀକୁ ନିର୍ଦ୍ଦେଶ ଦେଲି। ଏହା ପରର ଘଟଣାଟି ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା। ପଣ୍ଡିତଙ୍କର ତନ୍ତ୍ରବିଦ୍ୟାରେ ଭଲ ଦଖଲ ଥିଲା ଓ ଆଖପାଖ ଅଞ୍ଚଳରେ ଜଣେ ଗୁଣିଆ ଭାବରେ ତାଙ୍କର ପରିଚୟ ମଧ୍ୟ ଥିଲା। ପଣ୍ଡିତେ ଭୂତ ଛଡ଼ାଇବା ପାଇଁ ସେଠାକୁ ଗଲେ। ଗ୍ରାମରକ୍ଷୀଙ୍କ କହିବା ଅନୁଯାୟୀ ପ୍ରେତାକ୍ରାନ୍ତା ଝିଅଟି ପଣ୍ଡିତକୁ ଦେଖିବା ମାତ୍ରେ ନନା ନନା ଡାକି ଗୋଡ଼ ତଳେ ପଡ଼ିଯାଇ କାନ୍ଦିଲା। ଯଦିଓ ଝିଅଟି ଖଣ୍ଡାୟତ କୁଳର ଥିଲା, ବ୍ରାହ୍ମଣ ଘରେ ବାପାଙ୍କୁ ନନା ଡାକନ୍ତି। ଏଥିସହିତ ମର୍ଡରରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କର ନାମ ମଧ୍ୟ କହିଲା। ଏଥର କିନ୍ତୁ ପଣ୍ଡିତ ପ୍ରେତ ଛଡ଼ାଇବା ପାଇଁ କୌଣସି ଅନୁଷ୍ଠାନ ନ କରି ସେଠାରୁ ଫେରି ଆସିଲେ। ଏହା ପରଠାରୁ
ଘଟଣା ଏକ ଭିନ୍ନ ମୋଡ଼ ନେବାରେ ଲାଗିଲା। ଏହା ମଧ୍ୟରେ ସମସ୍ତ ଅପରାଧୀମାନେ ଜାମିନରେ ଗାଁକୁ ଆସିଯାଇଥିଲେ। ପରଦିନ ସକାଳୁ ପଣ୍ଡିତ ଗଣନାଥ ମିଶ୍ର ମୋତେ ସାକ୍ଷାତ କରିବା ଲାଗି ଥାନାରେ ପହଞ୍ଚିଗଲେ। ଯଦିଓ ଅଫିସିଆଲି ତାଙ୍କ ପାଖରେ ମୋର କିଛି କାମ ନଥିଲା, ତଥାପି ତାଙ୍କୁ ସାକ୍ଷାତ କରିବାକୁ ସ୍ଥିର କଲି। କିଛି ରୁଟିନ କାମ ସାରି ତାଙ୍କୁ ଡକେଇଲି। ସେ ମୋ ଟେବୁଲ ସମ୍ମୁଖ ଚୌକିରେ ଆସି ନୀରବରେ ବସିଲେ। 2-3 ଦିନ ହେଲା ଭଲରେ ଖାଇନଥିବା ଓ ଶୋଇନଥିବା ଭଳି ଲାଗୁଥିଲେ। ତାଙ୍କୁ ଦେଖି ଦୁଃଖ ବି ଲାଗୁଥିଲା। ସାଙ୍ଗରେ ଡାକି ନେଇ କ୍ୱାର୍ଟରକୁ ଗଲି। ଉଦ୍ଦେଶ୍ୟ ଥିଲା ପଣ୍ଡିତଙ୍କୁ କିଛି ଖାଇବାକୁ ଦେବା। ପଣ୍ଡିତେ ଖାଇବା ପାଇଁ ପ୍ରଥମେ ଅରାଜି ହେଉଥିଲେ। ବାଧ୍ୟ କରିବାରୁ ସାମାନ୍ୟ ଜଳଖିଆ ଖାଇସାରି ତାଙ୍କର କହିବା କଥା ଥିଲା, ସରପଞ୍ଚ ଓ ତାଙ୍କ ପୁଅ ଜାମିନରେ ଆସି ଧମକ ଦେଉଛନ୍ତି। ମୁଁ ସେ କଥା ବୁଝିବି ବୋଲି ତାଙ୍କୁ ଆଶ୍ୱାସନା ଦେଲି। ସେ କିନ୍ତୁ ମୋ ଆଶ୍ୱାସନାରେ ସନ୍ତୁଷ୍ଟ ହେଲା ଭଳି ମନେ ହେଉନଥିଲା। ପଣ୍ଡିତେ ନୀରବ ହୋଇ ମଝିରେ ମଝିରେ ଶୂନ୍ୟକୁ ଚାହିଁ ଦୀର୍ଘ ନିଶ୍ୱାସ ମାରୁଥିଲେ। ଏମିତି କିଛି ସମୟ ବିତିଗଲା। ପରିସ୍ଥିତିକୁ ହାଲକା କରିବା ଲାଗି ଭିତରକୁ ଯାଇ 2 କପ୍ ଚା ଆଣି ତାଙ୍କୁ ଗୋଟିଏ କପ୍ ବଢ଼ାଇ ଦେଲି ଆଉ ନିଜେ ଗୋଟେ କପ୍ ପିଇଲି। ଆପଣ ଭୂତ ପ୍ରେତକୁ ବିଶ୍ୱାସ କରନ୍ତି? ପଣ୍ଡିତେ ଅନ୍ୟ ମନସ୍କ ଭାବେ ମୋତେ ପଚାରୁଥିଲେ। ନା, ମୁଁ ବିଶ୍ୱାସ କରେନି, ମୁଁ ଉତ୍ତର ଦେଲି। ନିଜ ଆଖିରେ ଦେଖିବା ପରେ ମଧ୍ୟ ବିଶ୍ୱାସ କରିବେନି? ହଁ କରିବି, କିନ୍ତୁ ଏଭଳି କଥା କାହିଁକି ପଚାରୁଛନ୍ତି? କାଲି ମୁଁ ମୋ ପୁଅକୁ ଦେଖିଲି। ସେ ଝିଅଟି ଭିତରେ ରହି ମୋ ପୁଅ ହିଁ ମୋ ସାଙ୍ଗରେ କଥା ହେଉଥିଲା। ପଣ୍ଡିତଙ୍କର ସ୍ୱର ଭାରି ଶୁଭୁଥିଲା। କେବଳ ସେତିକି ନୁହେଁ, ସେ ମୋତେ ଏପରି କିଛି କହିଲା ଯାହା ତା ମୋ ବ୍ୟତୀତ ତୃତୀୟ ଲୋକ କେହି ଜାଣିନଥିଲେ। ଏହି ସବୁ କଥାର ଗୁରୁତ୍ୱ କେସ୍ ପାଇଁ କିଛି ନଥିଲେ ମଧ୍ୟ କେଜାଣି କାହିଁକି ମୁଁ କିନ୍ତୁ ଭିନ୍ନ ଏକ କୌତୂହଳ ନେଇ ପଣ୍ଡିତଙ୍କ କଥା ଶୁଣୁଥିଲି। ସେ ଝିଅଟି ଉପରେ ମୋ ପୁଅ ପ୍ରଦୀପର ପ୍ରେତ ହିଁ ସବାର ହୋଇଛି ସାର୍। ପଣ୍ଡିତେ କୋହ ଭରା କଣ୍ଠରେ କହୁଥିଲେ। ଆପଣ ହୁଏତ ବିଶ୍ୱାସ ନ କରିପାରନ୍ତି, କିନ୍ତୁ ଏକଥା ସତ୍ୟ ଅଟେ। ଶୁଣନ୍ତୁ, ଏ କଥାର ସତ୍ୟତା ଉପରେ ମୋର ସନ୍ଦେହ ରହିଛି। ପ୍ରଥମ କଥା ହେଉଛି, ବିଜ୍ଞାନ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ସ୍ୱୀକାର କରୁନାହିଁ। ଦ୍ୱିତୀୟରେ, ଏଭଳି ତଥ୍ୟକୁ ନେଇ ଆମେ ଏକ ମର୍ଡର କେସ୍ର ଇନକ୍ୱାରି କରିପାରିବୁ ନାହିଁ। ତାପରେ ଏମିତି ବି ହୋଇପାରେ, ପୁଅର ଏ ସମୟର ମୃତ୍ୟୁକୁ ଆପଣ ସହଜରେ ଗ୍ରହଣ ନ କରିପାରି ମାନସିକ ସନ୍ତୁଳନ ହରାଇ ସାରିଲେଣି। ପୁଅ ସମ୍ପର୍କରେ ଅତ୍ୟଧିକ ଭାବିବା ଦ୍ୱାରା ଆପଣଙ୍କୁ ଏଇଭଳି ଲାଗୁଛି। ଏତକ କହିସାରି ତାଙ୍କ ମୁହଁକୁ ଚାହିଁ ପ୍ରତିକ୍ରିୟା ଲକ୍ଷ୍ୟ କଲି, କିନ୍ତୁ ମୋ କଥାର ପ୍ରଭାବ ତାଙ୍କ ଉପରେ ପଡ଼ିବା ଭଳି ମନେ ହେଉନଥିଲା। ମୋର ସମସ୍ତ କଥା ଛୋଟ ପିଲାଟିଏ ତା ଗୁରୁଜନଙ୍କୁ ଉପଦେଶ ଦେଉଥିଲା ଭଳି ମୋତେ ଅନୁଭବ ହେଲା। ସେ ଖୁସିରେ ବଞ୍ଚି ରହିବାକୁ ଚାହୁଁଥିଲା ସାର୍। ପଣ୍ଡିତେ ଆଖିରୁ ଗଡ଼ି ଆସୁଥିବା ଲୁହକୁ ପୋଛି ସାରି କହିଲେ, ପିଲାଦିନୁ ମାଆକୁ ହରାଇଥିଲା। ମୁଁ ହିଁ ତା ପାଇଁ ବାପା ମା ସବୁ କିଛି ଥିଲି। ବନ୍ଧୁବାନ୍ଧବ ତଥା ସାଇ ପଡ଼ିଶା ଯେତେ ଯିଏ ବାଧ୍ୟ କରି କହିଲେ ମଧ୍ୟ ମୁଁ ତା ମୁହଁକୁ ଚାହିଁ ଦ୍ୱିତୀୟ ବିବାହ କଲି ନାହିଁ। ଏସବୁ ସେ ଜାଣିଥିଲା। ମୋ ଶେଷ ଜୀବନରେ ମୁଁ ଖୁସିରେ ରହିବାଟା ତାର ଏକମାତ୍ର ଲକ୍ଷ୍ୟ ଥିଲା। ବହୁତ ଥର ମୋତେ ସେ ଆଶ୍ୱାସନା ଦେଇଛି। ଶେଷ ଆଡ଼କୁ ପଣ୍ଡିତଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା। ସେ ଝିଅଟିକୁ ମୁଁ ଝାଡ଼ିବାକୁ ଯାଇଥିଲି। ମୋତେ ଜଣା ନଥିଲା ଯେ ମୋ ପୁଅର ପ୍ରେତ ତା ଦେହକୁ ଆଶ୍ରୟ କରିଛି ବୋଲି। ପଣ୍ଡିତେ କୋହ ଢୋକି କହୁଥିଲେ। ମୋତେ ଦେଖିବା ପରେ ମୋ ଗୋଡ଼ ତଳେ ପଡ଼ିଗଲା। ସେ ତା ପ୍ରତିଜ୍ଞା ରଖିପାରିଲାନି ବୋଲି ମୋ ପାଦ ଧରି କ୍ଷମା ମାଗୁଥିଲା।
ପଣ୍ଡିତେ କୌଣସି ମତେ ଏତକ କହିସାରି କଇଁ କଇଁ ହୋଇ କାନ୍ଦି ଉଠିଲେ। ତାଙ୍କୁ କ'ଣ କହି ଆଶ୍ୱାସନା ଦେବି ଦ୍ୱନ୍ଦ୍ୱରେ ଥିଲି। ଚେୟାରରୁ ଉଠିଯାଇ ତାଙ୍କ କାନ୍ଧ ଉପରେ ହାତ ରଖିଲି। ମୁଁ ଆପଣଙ୍କୁ କଥା ଦେଉଛି, ଅପରାଧୀମାନେ ଦଣ୍ଡ ପାଇବା ପାଇଁ ମୁଁ ମୋର ଶେଷ ଚେଷ୍ଟା କରିବି। ମୁଁ ଆଶ୍ୱାସନା ଭରା କଣ୍ଠରେ ସାନ୍ତ୍ୱନା ଦେଲି। ପୋଲିସ ରିପୋର୍ଟରେ ଅପରାଧୀ 4 ଜଣ, ଏକଥା ଠିକ୍ ତ ସାର୍? ହଁ ଠିକ୍, ମୁଁ ଉତ୍ତର ଦେଲି। କିନ୍ତୁ ପ୍ରକୃତରେ ଅପରାଧୀ 5 ଜଣ। ପଣ୍ଡିତେ ଉଦାସ ସ୍ୱରରେ କହିଲେ, 5 ଜଣ? ଆଉ ଜଣେ ତେବେ କିଏ? ଆପଣ ଖୋଜନ୍ତୁ, କାରଣ ଏହା ଗୋଟିଏ ପ୍ରେତର ବୟାନ। ସେଦିନ ଘଟିଥିବା ଘଟଣା ବିଷୟରେ ଅଧିକାଂଶ କଥା ମୁଁ ଜାଣିଛି। ଆପଣ କିପରି ଜାଣିଲେ? ମୁଁ ଘଟଣା ଘଟିବାର 2 ଦିନ ପୂର୍ବରୁ ଏ ଅଞ୍ଚଳରେ ନଥିଲି। ମୃତ୍ୟୁର ପରଦିନ ଆସିଲେ। ତେବେ ମୁଁ ଆପଣଙ୍କୁ ପୂର୍ବରୁ କହିଥିଲି, ସେ ଝିଅ ଦେହରେ ରହି ମୋ ପୁଅ ମୋତେ ସମସ୍ତ କଥା କହିଛି। କେବଳ ସେତିକି ନୁହେଁ, ସେଦିନ ରାତିରେ ସରପଞ୍ଚର ଝିଅ ମିତା ପ୍ରଦୀପକୁ ଖବର ଦେଇ ଡାକିଛି। ମିତା ନ ଡାକିଥିଲେ ମୋ ପୁଅ ସେ ସ୍ଥାନକୁ କଦାପି ଯାଇନଥାନ୍ତା। ପଣ୍ଡିତେ ଗଭୀର ସ୍ୱରରେ କହିଲେ। ପଣ୍ଡିତେ ଚେୟାର ଛାଡ଼ି ଯିବା ପାଇଁ ଉଠିଲେ। ତାଙ୍କୁ ବିଦାୟ କରିସାରି ଅଫିସ ଆସିଲି। ପୋଷ୍ଟମ୍ୟାଡମ୍ ରିପୋର୍ଟ ଆସିଯାଇଥିଲା। ମୃତ୍ୟୁର ସମୟ ସେଦିନ ରାତି 8ଟାରୁ 9ଟା ମଧ୍ୟରେ। ମୃତ୍ୟୁର କାରଣ ଗଳାରେ ଅତ୍ୟଧିକ ଚାପ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ଲାଶ ଯେଉଁ ଗଛରୁ ମିଳିଥିଲା, ସେ ଗଛଟି ଗ୍ରାମର ମୁଖ୍ୟ ରାସ୍ତାଠାରୁ 50 ଫୁଟ ମଧ୍ୟରେ ଅବସ୍ଥିତ। ରାସ୍ତାରେ ଲୋକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇନଥିବ। ଏଣୁ ଜଣେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ବ୍ୟକ୍ତି କେବେ ବି ଏଭଳି ସ୍ଥାନକୁ ସିଲେକ୍ଟ କରିବ ନାହିଁ। ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକମାନେ ଅଧିକାଂଶ ଗଭୀର ରାତିକୁ ଉପଯୁକ୍ତ ମନେ କରନ୍ତି। ଏହାର ଅର୍ଥ ହୋଇପାରେ ପ୍ରଦୀପକୁ ଅନ୍ୟ କେଉଁଠାରେ ହତ୍ୟା କରାଯାଇ ଗଭୀର ରାତିରେ ଏଠାକୁ ଆଣି ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରାଯାଇଛି। ପଣ୍ଡିତଙ୍କ କଥା ଅନୁଯାୟୀ ଏ ପଞ୍ଚମ ବ୍ୟକ୍ତିଟି କିଏ ହୋଇପାରେ? ସେଦିନ ସରପଞ୍ଚ ଝିଅ ମିତାର ପ୍ରଦୀପକୁ ଡକାଇବାର ଉଦ୍ଦେଶ୍ୟ କ'ଣ ହୋଇପାରେ? ମିତା ନିଜେ ଏ ଷଡ଼ଯନ୍ତ୍ରରେ ସାମିଲ ନୁହେଁ ତ? ନିଜ ପ୍ରେମିକକୁ ହତ୍ୟା କରିବା ପରେ ତାର ଲାଭ କ'ଣ ହେବ? ଅଫିସ କାମ ସାରି ଗୁଡ଼ାଏ ଅମୀମାଂସିତ ପ୍ରଶ୍ନକୁ ମୁଣ୍ଡରେ ଧରି ଲଞ୍ଚ ପାଇଁ କ୍ୱାର୍ଟରକୁ ଆସିଲି। ଅନିଚ୍ଛା ସତ୍ତ୍ୱେ ପଣ୍ଡିତଙ୍କର କଥାଗୁଡ଼ାକ ମନେ ଭିତରେ ଆନ୍ଦୋଳିତ ହେଉଥାଏ। ସତରେ କ'ଣ ଆତ୍ମା ଅନ୍ୟର ଜୀବନ୍ତ ଶରୀର ଭିତରେ ପ୍ରବେଶ କରିପାରେ? ଗୋଟିଏ ପ୍ରେତାତ୍ମା ନିଜ ମୃତ୍ୟୁର ରହସ୍ୟ ନିଜ ପିତାଙ୍କୁ କହିପାରେ? ଏକଥା ଯଦି ସତ୍ୟ, ତାହେଲେ ହତ୍ୟାର ଶିକାର ହେଉଥିବା ସମସ୍ତ ଆତ୍ମା ନିଜ ନିଜର ମୃତ୍ୟୁ ରହସ୍ୟ କହିପାରନ୍ତେ। ପୋଲିସକୁ ତଦନ୍ତ କରିବାରେ ସୁବିଧା ହୁଅନ୍ତା। ପଣ୍ଡିତ ଗଣନାଥ ଷ୍ଟେଟମେଣ୍ଟ ଆଧାରରେ ସରପଞ୍ଚର ଝିଅ ମିତାକୁ ଜେରା କରିବା ପାଇଁ ସ୍ଥିର କଲି। ହୁଏତ ତାଠାରୁ କିଛି ସୁରାକ ମିଳିପାରେ। ମୁଁ କିଛି ଲିଙ୍କ ଚାହୁଁଥିଲି, ଯେଉଁଥିରେ ହତ୍ୟାର ମୋଟିଭ ପ୍ରୁଫ୍ ହୋଇପାରିବ। ଅତଏବ ସରପଞ୍ଚ ଘରକୁ ବାହାରିଲି। ପ୍ରଥମେ ମିତା ସହିତ ସାକ୍ଷାତ କରିବାକୁ ସରପଞ୍ଚ ମନା କରୁଥିଲେ। ଆରେଷ୍ଟ ଭୟ ଦେଖାଇବାରୁ ରାଜି ହେଲେ। କିଛି ସମୟ ପରେ ମିତା ଆସିଲା। ପ୍ରଦୀପ ସହ ଥିବା ସମ୍ପର୍କକୁ ମଧ୍ୟ ସ୍ୱୀକାର କଲା। କିନ୍ତୁ ଘଟଣା ଘଟିବା ଦିନ ସନ୍ଧ୍ୟାରେ ପ୍ରଦୀପକୁ ଖବର ଦେଇ ଡାକିବା କଥାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କଲା। ମିତା କିଛି ଲୁଚାଉଛି ବୋଲି ମୋର ମନେ ହେଲା। ସେଠାରୁ ଫେରି ପଣ୍ଡିତଙ୍କ ଘରକୁ ଆସିଲି। ଘରର ମୁଖ୍ୟ ଦ୍ୱାର ଭିତରୁ ବନ୍ଦ ଥିଲା। ବୋଧହୁଏ ପଣ୍ଡିତ ଘରେ ଥିଲେ। ଝିଞ୍ଜିର ବାଡ଼େଇବା ଶବ୍ଦ କଲି। କିଛି ସମୟ ପରେ ଦ୍ୱାର ଖୋଲିଲା। ଦ୍ୱାର ନିଜେ ପଣ୍ଡିତେ ଖୋଲିଲେ। ମୋତେ କିଛି ସମୟ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ବୋଧହୁଏ
ଏ ସମୟରେ ମୋ ଉପସ୍ଥିତି ସେ ଆଶା କରୁନଥିଲେ। କିଛି ସମୟ ପରେ ସେ ମୋତେ ଭିତରକୁ ଡାକିଲେ। ଘର ଭିତରକୁ ଯାଇ ଅଗଣାରେ ଠିଆ ହେଲି। ଛୋଟିଆ ଅଗଣାଟିରେ ବିଭିନ୍ନ ପୂଜା ଉପକରଣ ସଜେଇ ହୋଇ ରଖାଯାଇଥିଲା। ଅଗଣା ମଝିରେ ସପ୍ତରଙ୍ଗ ମୁରୁଜ ଦ୍ୱାରା ଏକ ବଡ଼ ଚତୁର୍ଭୁଜ ମଣ୍ଡଳ ଅଙ୍କା ହୋଇଥିଲା। ଏହାର ଚତୁଃପାର୍ଶ୍ୱରେ ରଖାଯାଇଥିବା ପୂଜା ସାମଗ୍ରୀକୁ ଦେଖି ମୁଁ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିଲି, କାରଣ ଏହା କୌଣସି ସାଧାରଣ ପୂଜା ଅନୁଷ୍ଠାନ ଭଳି ଲାଗୁନଥିଲା। ବାସଗୃହରେ ସାଧାରଣତଃ ବାସ୍ତୁଶାନ୍ତି ହୋମ କରାଯାଏ, କିନ୍ତୁ ପିତୃପୁରୁଷଙ୍କ ନିମନ୍ତେ ଶ୍ରାଦ୍ଧ ଓ ପିଣ୍ଡଦାନ ପାଇଁ ଅନୁଷ୍ଠାନ କରାଯାଏ। ଏସବୁ କାର୍ଯ୍ୟ ପାଇଁ ଯେମିତି ପୂଜା ସାମଗ୍ରୀର ଆବଶ୍ୟକତା ରହିବା କଥା, ଏଠାରେ କିନ୍ତୁ ସେ ସବୁର କେତେ ଗୁଣ ଅଧିକ ସାମଗ୍ରୀ ମହଜୁଦ ଥିଲା। ମୁଁ ଗୋଟିଏ ତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିବାକୁ ଯାଉଛି। ପଣ୍ଡିତେ ମୋ ମନରେ ଉଙ୍କି ମାରୁଥିବା ପ୍ରଶ୍ନକୁ ବୁଝିପାରିଲା ଭଳି କହିଲେ। ବାମ ମାର୍ଗରେ ଆବାହନ, ପୂଜା ଓ ସମର୍ପଣ ହେବ। ବାମ ମାର୍ଗ ବିଷୟରେ କିଛି ଜାଣନ୍ତି କି? ମୁଁ ମୁଣ୍ଡ ହଲାଇ ନାହିଁ କହିଲି। ବାମପନ୍ଥୀ ପୂଜାରେ ପ୍ରେତ ଆବାହନ କରାଯାଏ। ମହାପ୍ରେତଙ୍କ ଆବାହନ ପୂର୍ବକ ଶକ୍ତି ପ୍ରାପ୍ତି ପାଇଁ ଅନୁମତି ଭିକ୍ଷା କରାଯାଏ। ଛାଡ଼ନ୍ତୁ, ଯେହେତୁ ବିଜ୍ଞାନ ଏସବୁକୁ ମାନେନି, ଆପଣ ମଧ୍ୟ ମାନିବେ ନାହିଁ, କିନ୍ତୁ ଆପଣଙ୍କୁ କଥା ଦେଉଛି, ଏ ଶକ୍ତିର ପରିଚୟ ଆପଣଙ୍କୁ ଖୁବ୍ ଶୀଘ୍ର ମିଳିଯିବ। ପଣ୍ଡିତେ ସାମାନ୍ୟ ଉତ୍ତ୍ୟକ୍ତ ସ୍ୱରରେ କହିଲେ। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ କଥା ଶୁଣୁଥିଲି। ପୁତ୍ର ଶୋକରେ ପଣ୍ଡିତଙ୍କର ମତି ଭ୍ରମ ଘଟିଛି ବୋଲି ଭାବୁଥିଲି। ଆପଣ ଏବେ ଆସନ୍ତୁ ସାର୍, ଗୁରୁଦେବ ଆସିବା ସମୟ ହୋଇଗଲାଣି। ଆପଣଙ୍କୁ ଦେଖିଲେ ବିରକ୍ତ ହୋଇପାରନ୍ତି। ଆଗତ୍ୟ ଥାନାକୁ ଫେରିଲି। ଗୁରୁଦେବଙ୍କୁ ସାକ୍ଷାତ କରିବାର ଇଚ୍ଛା ଥିଲା। କେଉଁଭଳି ବ୍ୟକ୍ତି ପଣ୍ଡିତଙ୍କର ଗୁରୁ ହୋଇପାରନ୍ତି, ଜାଣିବା ପାଇଁ କୌତୂହଳୀ ଥିଲି। ସେଦିନ ସନ୍ଧ୍ୟାବେଳେ ମୋର ଡ୍ୟୁଟି ଅଫ୍ ଥିଲା। ସିଭିଲ ଡ୍ରେସରେ ଥାଇ ଗୋଟିଏ ରାଉଣ୍ଡ ରୁଟିନ୍ ପେଟ୍ରୋଲିଂ ସାରିଦେଇ କ୍ୱାର୍ଟରକୁ ଫେରିଲି। ଖରା ଦିନ ହେତୁ ପ୍ରବଳ ଗରମ ଅନୁଭୂତ ହେଉଥାଏ। ମୋ ଘର ସମ୍ମୁଖରେ ଗୋଟିଏ ବଡ଼ ଆମ୍ବ ଗଛ ଥିଲା। ଗଛ ତଳେ ବସିଲେ ଦେହରେ ଟିକେ ଥଣ୍ଡା ପବନ ବାଜି ବଡ଼ ଆରାମ ଲାଗେ। ଏଣୁ ଡ୍ୟୁଟି ନଥିବା ବେଳେ ସନ୍ଧ୍ୟା ସମୟରେ ମୁଁ ସେଠାରେ ବସି ଚା ପିଇବା ସହିତ ରିପୋର୍ଟ ହୋଇଥିବା କେସ୍ ଗୁଡ଼ିକର ପକ୍ଷମାନଙ୍କ ସହ ଆଲୋଚନା କରେ। ସେଦିନ ମଧ୍ୟ ଚା କପ୍ ଧରି ଗଛ ତଳକୁ ଆସି ଚୌକିରେ ବସିଲି। ଅପେକ୍ଷା କରିଥିବା କିଛି ଲୋକମାନଙ୍କ ସହିତ ସମସ୍ୟା ବିଷୟରେ ଆଲୋଚନା କଲି। ମନ ଭିତରେ କିନ୍ତୁ ପଣ୍ଡିତ ଗଣନାଥ ଆଉ ତାଙ୍କ ପୂଜା ତଥା ଗୁରୁଦେବଙ୍କ କଥା ଭାବୁଥିଲି। ମନେ ମନେ ସେ ଗାଁର ଗ୍ରାମରକ୍ଷୀ ମଦନକୁ ଖୋଜୁଥିଲି। ମୋର ଧାରଣା ହେଉଥିଲା କି ମଦନ ଏ ବିଷୟରେ କିଛି ଖବର ଦେଇପାରେ। ଜଣେ ହୋମଗାର୍ଡକୁ ପଠାଇ ମଦନକୁ ଡକେଇଲି। କିଛି ସମୟ ପରେ ମଦନ ଆସିଲା। ମଦନ, ଆଜ୍ଞା, ପଣ୍ଡିତଙ୍କର ଜଣେ କେହି ଗୁରୁ ଅଛନ୍ତି, ତୁମେ ଜାଣିଛ? ମୁଁ ପଚାରିଲି। ଆଜ୍ଞା ଜାଣିଛି, ଖାଲି ମୁଁ ନୁହେଁ, ଗାଁର ଅଧିକାଂଶ ଲୋକେ ଜାଣନ୍ତି। କ'ଣ ଜାଣିଛ କୁହ? ପଣ୍ଡିତଙ୍କ ଗୁରୁ ଜଣେ ବଡ଼ ତାନ୍ତ୍ରିକ। ଆମେ ଯାହାକୁ ଗୁଣିଆ କହୁ। ମଝିରେ ମଝିରେ ମା କାଳୀଙ୍କ ମନ୍ଦିରକୁ ପୂଜା କରିବା ଲାଗି ଆସନ୍ତି। ତାଙ୍କୁ ଦେଖିଲେ ଭୟ ଲାଗେ, ତେଣୁ ଆମେ ତାଙ୍କଠାରୁ ଦୂରେଇ ରହୁ। ଏଠାକୁ ଆସିଲେ କେତେ ଦିନ ରୁହନ୍ତି ଓ ଏଠାରୁ କେଉଁ ଆଡ଼େ ଯାଆନ୍ତି, ଏ ବିଷୟରେ କିଛି ଜାଣିଛ? ପ୍ରତିଥର ଆସିଲେ ଆମେ ତାଙ୍କୁ 3-4 ଦିନ ପର୍ଯ୍ୟନ୍ତ ଦେଖୁ, କିନ୍ତୁ ଏଠାରୁ ସେ କେଉଁ ଆଡ଼େ ଯାଆନ୍ତି ମୋତେ ଜଣା ନାହିଁ। ଆଚ୍ଛା, ଠିକ୍ ଅଛି, ତମେ ଏବେ ଯାଅ। ଆଜି ଗୁରୁଦେବ ଆସିବେ, ତମେ ଟିକେ ନଜର ରଖ। ଯଦି କିଛି
अस्वाभाविक कथा देखिब कि जानिब मते तुरंत इनफर्म करिब। आज्ञा हाँ कही मदन चलीगला। एहापरे 2 दिन बीतीगला। सेपरी कौनसी विशेष सूचना नाही। दीपक मर्डर केस्र अपराधी मानकु दंड होला भली कौनसी शक्तिशाली प्रमाण पुलिस पाखकु आसुनी। मनरे पंडितों प्रति दया आसुथिला। जणे निष्ठापर पूजक और ज्ञानी व्यक्तिंकर शेष जीवन इभली भाବରେ कटिब भाविले अत्यंत दुख लगुला। तृतीय दिन समय प्राय 11टा बेले थाना भितर बसी किछि फाइल देखुथिबा बेले अचानक झड़ भली पंडित थाना भितर को पशि आसिले। सीधा मो टेबुल निकट को आसी कहिले, सार सार आपणक सांगरे किछि जरूरी कथा हेबार अछि। मु कहिली, हाँ कहंतु। नाई नाई आज्ञा, एठारे नुहे। एकथा शुणी मु तांको मुह को चाहिली। एटा थाना पंडिते, एठी व्यक्तिगत कथा किछि नाही। आपण जहाँ कहवा कथा एठारे निर्भय कहतु। मु सामान्य विरक्त होई कहिली, नाई आज्ञा, व्यक्तिगत किंबा भय कला भली किछि कथा नाही। कथाटी कौन कि पंडिते निज मुह को मो कान पाखकु आनी स्वर नीचा करी कहिले, एमाने मो कथा विश्वास तो करिवे नाही, ओलटी उपहास करि पारंती। तेणु टिके निरोला स्थान को गले भल हुअंता। बाध्य होई तांकु नै क्वार्टर को आसिली। मैडम एबे घरे अछंती तो? पंडिते बसिबा आगुरु पचारिले। माने को मैडम कथा पचारुछंती? मैडम माने आपणकर पत्नी एबे घरे अछंती तो? पंडिते हसी पचारिले। हाँ अछंती, किंतु तांको पाखरे आपणकर काम कोन? मु सामान्य विरक्त होई पचारिले। काम अछि सर, गोटिए बहुत बड़ काम अछि। सेथिरे आपणकर तथा मोर उभयंकर मंगल निहित अछि। मु आश्चर्य होई तांको मुह को चाहिली। पंडितंकर एमिति कि काम मो पत्नी पाखरे होई पारे मने मने भाबुथिली। पंडितंकर गुणी गारेडी और तंत्र पूजा इत्यादि प्रति थिबा आग्रह पाई मु विरक्ति थिली। एभली व्यक्ति सम्मुख को मो स्त्री को आनिबाकू मु कुंठित हेउथिली। शेषरे पंडितंकर बारंबार अनुरोध को प्रत्याख्यान न करि पारी पत्नी को डाकिबा पाई भितर को गली। पत्नी ममता निज अनिच्छा प्रकाश कले मध्य मोर भरोसा प्रदान हेतु बैठक खाना को आसी पंडितों को प्रणाम कले। पंडिते बहुत खुशी हो जाई बड़ पार्टी रे गोटे आशीर्वाद श्लोक बोलिले। श्लोक बोली सारी पंडित निज पंजाबी पकेटरू 2टी पुड़िया बाहर करी मो पत्नी को हाथ को बढ़ाइले। एही पुड़िया थिबा डेउड़ियाटी आपण काली सकाळु स्नान करी पाम हस्तरे धारण करिवे। पंडिते मो पत्नी को उद्देश्य कहूतिले। एहा परे द्वितीय पुड़ियाटी को आपण एक गृहर प्रवेश द्वार रे क्योंटी हेले भी लुचाई रखिदेवे। एथिरे आपणकर आपणक स्वामींकर तथा एक गृहर मंगल हेबो। मो कथा निश्चित मानिबे। एबे मते विदाय दियंतु। एक कथा कही सारी पंडिते घर को बाहरी गले। पंडिते गला बेले मन को मन कही हेउथिले, किए जाने केउटा कहा पाई केतेबेले शेष साक्षात हेबो। जेमिति कि मो पुओ मो अनुपस्थिति रे चलीगला। पुड़िया 2टी प्रति पत्नीकर मनरे संदेह थिला। एणु पंडित बहुत सत और भल लोक बोली बुझाइली। ए सबको व्यवहार करने द्वारा लाभ हेउ कि न हेउ अंततः क्षति किछि न हबो बोली मोर विश्वास थिला। एहा परे 3 दिन पर्यंत पंडितंकर देखा नथिला। तांको कहिबा अनुसार मो स्त्री डेउरिया को हाथ रे बांधिबा सहित अन्य पुड़ियाटी को यथा स्थान रे रखी देइथिला। हठात खबर आसिला कि पंडितंको घर भितरु प्रबल दुर्गंध आसुची।
ପଣ୍ଡିତେ କେଉଁଆଡ଼େ ଦେଖାଯାଉ ନାହାନ୍ତି। ସେଠାରେ ପହଞ୍ଚି ଦେଖିଲି ଦ୍ୱାର ବାହାର ପଟୁ ତାଲା ପଡ଼ିଥିଲା, କିନ୍ତୁ ଭିତରୁ ଉତ୍କଟ ଗନ୍ଧ ଆସୁଥିଲା। ତାଲା ଭାଙ୍ଗି ଭିତରେ ପଶିଲୁ। ଭିତର ଅଗଣା ପରିଷ୍କାର ଥିଲା। ଅଗଣାର ଗୋଟିଏ କୋଣରେ ଗୋଟିଏ ଅଖା ଭିତରେ କିଛି ରଖାଯାଇଥିଲା ପରି ମନେ ହେଲା। ପାଖକୁ ଯାଇ ଦେଖିଲି ଅଖାର ତଳ ଅଂଶରେ ଶୁଖିଲା ରକ୍ତର ଦାଗ। ହେମନ୍ତକୁ ଡକାଇ ଅଖା ଖୋଲାଗଲା। ଅଖା ଭିତରୁ ବାହାରିଲା ପଣ୍ଡିତଙ୍କର ଗଳିତ ଶବ। ମୁଣ୍ଡଟି ଗଣ୍ଡିଠାରୁ ସମ୍ପୂର୍ଣ୍ଣ ଅଲଗା। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅନ୍ୟାନ୍ୟ ଆନୁଷାଙ୍ଗିକ କାମ ଶେଷ କରି ଥାନାକୁ ଫେରିଲି। ଏଭଳି ଏକ ଘଟଣା ଘଟିବ ଏହା ମୋ କଳ୍ପନା ବାହାରେ ଥିଲା। ଏହାପରେ ମୋ ପାଇଁ ଯାହା ଘଟିଲା ସେକଥା ମୁଁ ମୋର ମୃତ୍ୟୁ ପର୍ଯ୍ୟନ୍ତ ଭୁଲିପାରିବି ନାହିଁ। ପଣ୍ଡିତଙ୍କର କ୍ରିୟାକର୍ମ ଗ୍ରାମବାସୀଙ୍କ ଦ୍ୱାରା ସମାପ୍ତ ହେଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ କୌଣସି ଏକ ଧାରୁଆ ଅସ୍ତ୍ର ଦ୍ୱାରା ଗଣ୍ଡିରୁ ମୁଣ୍ଡକୁ ଅଲଗା କରାଯାଇଛି। ଜଣେ ପୁତ୍ରହରା ବୃଦ୍ଧଙ୍କୁ ଏଭଳି ଭାବରେ କିଏ ଓ କାହିଁକି ହତ୍ୟା କରିବ? ଅନ୍ତତଃ ପ୍ରଦୀପ ମର୍ଡର କେସ୍ର ମୋଟିଭ ଜଣା ପଡ଼ିଯାଇଥିଲା, କିନ୍ତୁ ପଣ୍ଡିତଙ୍କୁ ହତ୍ୟା କରିବା ପଛରେ କାହାର କି ଉଦ୍ଦେଶ୍ୟ ଥାଇପାରେ? ହତ୍ୟାସ୍ଥଳୀରୁ କେବଳ କିଛି ପୂଜା ସାମଗ୍ରୀର ବଳାଙ୍କାଂଶ ଥିଲା। ସନ୍ଦେହ ଘେରରେ 4 ଜଣ ଥିଲେ, ସରପଞ୍ଚ ଓ ତାଙ୍କର 2 ପୁଅ। ଅପରପକ୍ଷରେ ଗୁରୁଦେବଙ୍କୁ ପୋଲିସ ପାଉନଥିଲା। ଏପରିକି ଗୁରୁଦେବଙ୍କର ନାମ ମଧ୍ୟ ଆମକୁ ଜଣା ନଥିଲା। ଲିଗାଲ ପ୍ରୋସିଡିଓର ପରେ ପଣ୍ଡିତ ଗଣନାଥଙ୍କ ଘର ସର୍ଚ୍ଚ କରାଗଲା। ତଦନ୍ତରେ ସାହାଯ୍ୟ କଲାଭଳି କୌଣସି ସୂତ୍ର ମିଳିଲା ନାହିଁ। କାନ୍ଥରେ ଥିବା ହ୍ୟାଙ୍ଗରରେ ପଣ୍ଡିତଙ୍କର ଗୋଟିଏ ପଞ୍ଜାବୀ ଝୁଲୁଥିଲା। ପଞ୍ଜାବୀ ପକେଟରୁ ଚିଠିଟିଏ ପାଇ ପଢ଼ିଲି। ଚିଠିରେ କିଛି ପୂଜା ସାମଗ୍ରୀର ଲିଷ୍ଟ ଥିବା ସହିତ ସେଗୁଡ଼ିକ ଯୋଗାଡ଼ କରିବା ପାଇଁ ନିର୍ଦ୍ଦେଶ ଥିଲା। ଚିଠିଟି ପଣ୍ଡିତଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିଲା ଓ ପ୍ରେରକ ସ୍ଥାନରେ କେବଳ କାଳୀପ୍ରସାଦ ଲେଖାଯାଇଥିଲା। ଏ କାଳୀପ୍ରସାଦ ବ୍ୟକ୍ତିଟି କିଏ ହୋଇପାରେ? ଏ ବ୍ୟକ୍ତି ସ୍ୱୟଂ ଗୁରୁଦେବ ନୁହନ୍ତି ତ? ଘରଟିକୁ ତନ୍ନ ତନ୍ନ କରି ଖୋଜିଲି। ଶେଷରେ ଖୋଜୁଥିବା ଜିନିଷଟିକୁ ପାଇଲି। ଫ୍ୟାନ୍ ପବନରେ ଉଡ଼ିଯାଇ ଖାମ୍ଟି ଗୋଟିଏ କାଠ ଆଲମାରୀ ତଳେ ଲୁଚି ଯାଉଥିଲା। ଖାମ୍ରେ ଥିବା ପୋଷ୍ଟ ଅଫିସର ଠିକଣା ବାରାଣାସୀ ଥିଲା। ଗୋଟିଏ କଥା ସ୍ପଷ୍ଟ ଥିଲା କି ପଣ୍ଡିତଙ୍କ ଘରେ ଅନୁଷ୍ଠିତ ହୋଇଥିବା ପୂଜା ଅନୁଷ୍ଠାନ ସହିତ କାଳୀପ୍ରସାଦ ନାମକ ବ୍ୟକ୍ତିଟିର ପ୍ରତ୍ୟକ୍ଷ ସମ୍ପର୍କ ରହିଛି ଓ ସେ ବ୍ୟକ୍ତି ବାରାଣାସୀରେ ରୁହନ୍ତି। ସ୍ଥିର କଲି ବାରାଣାସୀ ଯାଇ କାଳୀପ୍ରସାଦର ସନ୍ଧାନ ନେବାକୁ ହେବ। ଅଫିସିଆଲ ଡକୁମେଣ୍ଟେସନ କାମ ସାରି ବାରାଣାସୀ ବାହାରିଲି। ଏହି ପତ୍ନୀଙ୍କର ମଧ୍ୟ ଗଙ୍ଗା ଦର୍ଶନ ହୋଇଯିବ। ହୋଟେଲରେ ପହଞ୍ଚି ଫ୍ରେଶ ହୋଇସାରି କାଳୀପ୍ରସାଦଙ୍କ ସନ୍ଧାନରେ ବାହାରିଗଲି। ପ୍ରଥମେ ଥାନାରେ ପହଞ୍ଚି କିଛି ସ୍ଥାନ ସମ୍ପର୍କରେ ଆଲୋଚନା କଲି। ସେଠାକାର ପୋଲିସକୁ ପୂର୍ବରୁ ଇନଫର୍ମ କରାଯାଇଥିଲା, ଏଣୁ କାମ ଆରମ୍ଭ ହେବାରେ ବେଶୀ ଡେରି ହେଲା ନାହିଁ। କାମ ସାରି ହୋଟେଲ ଫେରିଆସିଲି। ଯାତ୍ରା ଜନିତ କ୍ଳାନ୍ତି ହେତୁ ଶୀଘ୍ର ଡିନର ସାରି ଶୋଇପଡ଼ିଲି। ରାତି କେତେ ହେବ ଜଣା ନାହିଁ। କାହାର ଡାକିବାରେ ନିଦ ଭାଙ୍ଗିଗଲା। ଉଠିପଡ଼ି ଲାଇଟ୍ ଅନ୍ କଲି। ମୋ ପତ୍ନୀ ମମତା ହିଁ ମୋତେ ଡାକୁଥିଲା। ବେଡ୍ ନିକଟସ୍ଥ ସୋଫାରେ ମମତା ତଳକୁ ମୁହଁ କରି ବସିଥିଲା। ମୁଣ୍ଡର ଚୁଟି ସବୁ ଆଗକୁ ଆସି ମୁହଁକୁ ଘୋଡ଼ାଇ ପକାଇଥିଲା। ପରିସ୍ଥିତି ସମ୍ପୂର୍ଣ୍ଣ ଅସ୍ୱାଭାବିକ ଥିଲା। ସାର୍, ମୋ କଥା ଶୁଣନ୍ତୁ ସାର୍। ମୁଁ ପଣ୍ଡିତ ଗଣନାଥ ମିଶ୍ର କହୁଛି।